ଆଜିର ଭିଡ଼ିଓ ବହୁତ ଡିଫରେନ୍ସ ହୋଇପାରେ। ଆମେ କେତେ ବି କାହାକୁ ବିଶ୍ୱାସ କରୁନା କାହିଁକି, ଗୋଟେ ଦିନ ଆମ ମନରେ ଏମିତି ଭାବନା ଆସେ ଆମ ପାର୍ଟନର ଆଉ କାହାକୁ ଭଲ ପାଉନାହାନ୍ତି ତ, ତାଙ୍କ ଲାଇଫରେ ଆଉ କିଏ ନାହିଁ ତ, କିମ୍ବା ଆସିବାର ସମ୍ଭାବନା ନାହିଁ ତ ଆମେ ଜାଣିବା ପାଇଁ ଚେଷ୍ଟା କରନ୍ତି। ଯେଉଁ ୱାର୍ଡ଼ ହୋଇଥାଏ ନା ଡାଉଟ୍, ମାନେ ସନ୍ଦେହ, ରିଲେସନସିପ୍ରେ ଭାଟ ଲଗାଇ ଦେଇଥାଏ। ତ ଆଜିର ଭିଡ଼ିଓ ହେଲା ଏହି ଟପିକକୁ ନେଇ, ତ ତୁମ ରିଲେସନସିପ୍ ବଞ୍ଚିଯିବ। ସେଥିପାଇଁ ଏହି ଭିଡ଼ିଓକୁ ଅଧିକାରୁ ଅଧିକା ସେୟାର କର, ଯାହାକି ଆପଣଙ୍କ ଲାଇକ୍ ସେୟାର ଫଳରେ କାହାର ରିଲେସନସିପ୍ ବଞ୍ଚିଯିବ। ତ ସେଥିପାଇଁ ଆଜି ଭିଡ଼ିଓରେ ଏମିତି ତିନୋଟି ସଂକେତ କହିବି, ତୁମେ ଜାଣିପାରିବ ତାଙ୍କ ଲାଇଫରେ କିଏ ଅଛନ୍ତି ନା ନାହିଁ, ନା ସେ ଏମିତି ପବନ ମାରୁଛନ୍ତି ତୁମକୁ। ତ ଷ୍ଟାର୍ଟ କରିବା ପଏଣ୍ଟ ନମ୍ବର 3, ସ୍ୱପ୍ନ। ସ୍ୱପ୍ନ ବହୁତ ଡିପେଣ୍ଡ କରିଥାଏ। କେମିତି? ଯେମିତି ତୁମ ପାର୍ଟନରଙ୍କ ଲାଇଫରେ ଆଉ କିଏ ଆସିବାରେ ଲାଗିଗଲେଣି ତ ତୁମର ଯେଉଁ ସ୍ୱପ୍ନ ନା ଧୀରେ ଧୀରେ ମଧ୍ୟ ଅଟୋମେଟିକାଲି ବଦଳିଯାଏ। ସ୍ୱପ୍ନ କେତେବେଳେ ହୁଏ ନା, ତୁମ ପାର୍ଟନରର କିଛି ହରକତ ଦେଖ କିମ୍ବା ଆଉ କିଛି ଦେଖ, ଯେଉଁ ସବୁ ଦିନ ସାରା ହୁଏ ନା ତାହା ରାତିରେ ସ୍ୱପ୍ନ ହୁଏ। ତ ଏହି କେସରେ ସ୍ୱପ୍ନ କେମିତି ଆସେ ନା, ତୁମ ପାର୍ଟନରଙ୍କ ଆଉ କାହା ସହ ମ୍ୟାରେଜ ହେବାର ସ୍ୱପ୍ନ, କିମ୍ବା ତୁମ ପାର୍ଟନରଙ୍କ ମଝିରେ ଆଉ କିଏ ଥାର୍ଡ଼ ପର୍ସନ ଆସିବାର ସ୍ୱପ୍ନ, କିମ୍ବା ତୁମ ପାର୍ଟନର ଆଉ ତୁମ ଭିତରେ ଦୂରତାର ସ୍ୱପ୍ନ, କିମ୍ବା ଏମିତି ଗୋଟେ ସ୍ୱପ୍ନ ଆସେ ଯାହାକି ତୁମ ରିଲେସନସିପ୍ ଭାଙ୍ଗିଯିବାର ସ୍ୱପ୍ନ ଆସିଥାଏ। ହଁ, ଆଉ ଗୋଟେ କଥା, ସ୍ୱପ୍ନରେ ତୁମେ ଅଛ କିନ୍ତୁ ତୁମ ପାର୍ଟନରଙ୍କ ଜାଗାରେ ଆଉ କିଏ ଥିବ, କିମ୍ବା ହୋଇପାରେ ତୁମେ ସେହି ସ୍ୱପ୍ନରେ ଦୁହେଁ ଥାଇ ନପାର। ତ ଏହି ସବୁକୁ ବୁଝିବାକୁ ପଡ଼ିବ କି ତୁମ ସ୍ୱପ୍ନ ବହୁତ ଅଧିକା କ୍ଲିଅର କରିଦେଇଥାଏ ତୁମ ପାର୍ଟନରଙ୍କ ଲାଇଫରେ ଆଉ କିଏ ଆସିଗଲେଣି। ଯଦି ଏମିତି ସ୍ୱପ୍ନ ଆସୁନାହିଁ ତ ଜାଣିଯିବ ପାର୍ଟନରଙ୍କ ଲାଇଫରେ ଆଉ କିଏ ବି ଆସିନାହାନ୍ତି, ଯାହାକି ଏହା ସାଇକୋଲୋଜି କହିଛି, ମୁଁ କହୁନାହିଁ। ପଏଣ୍ଟ ନମ୍ବର 2, ତାଙ୍କ ସାଙ୍ଗଙ୍କ ସହ ମିଶ। ତାଙ୍କର ଯେତେ ବି ଫ୍ରେଣ୍ଡ ଅଛନ୍ତି ତାଙ୍କ ସହିତ ମିଶ, ଆଉ ଜଣଙ୍କ ସହିତ ବେଶୀ ପାଖ ଲୋକ ହୁଅ, ଯାହାଫଳରେ ତାଙ୍କର ସବୁ କଥା ଜାଣିପାରିବ। କିମ୍ବା ଏମିତି ଜଣକୁ ଖୋଜ ସେ ଯାହାକୁ ଅଧିକା ଜେଲସ୍ ଫିଲ୍ କରନ୍ତି, ତାଙ୍କଠାରୁ ସବୁ ଭଲ ଇନଫର୍ମେସନ୍ ତୁମେ ପାଇପାରିବ। ପଏଣ୍ଟ ନମ୍ବର 1, ତୁମ ବିହେଭିଅରରେ ପରିବର୍ତ୍ତନ ଆଣ। ତୁମକୁ ଏମିତି ବିହେଭ୍ କରିବାର ଅଛି ଯେମିତି ତୁମ ଲାଇଫରେ ଆଉ କିଏ ଆସିଗଲେଣି। ଆଉ କଲ୍ରେ ଏମିତି ବିହେଭ୍ କର, କୁହ ଟିକେ ମୁଁ ପରେ କଲ୍ କରୁଛି, ଏମିତି 2-3 ଥର କର। କିମ୍ବା ଏମିତି କର କି 2-3 ଦିନ କଲ୍ କର ନାହିଁ, କିମ୍ବା ଚାଟ୍ କର ନାହିଁ, କିମ୍ବା ଚାଟ୍ କଲେ ତୁମେ ରିପ୍ଲାଏ ସଙ୍ଗେ ସଙ୍ଗେ ଦିଅ ନାହିଁ, ଆଉ ଅନଲାଇନ୍ ରୁହ, ଆଉ କିଛି ବି ଜବାବ ଦିଅ ନାହିଁ, ଯାହାକି ତାଙ୍କୁ ଲାଗିବ ତାଙ୍କ ଲାଇଫରେ ଆଉ କିଏ ଆସିଗଲେଣି ତ। ମାନେ ଏମିତି ବିହେଭ୍ କର ଯେମିତି ତାଙ୍କୁ ଲାଗିବ ତୁମ ଲାଇଫରେ କିଏ ଆସିଗଲେଣି। ବୁଝିପାରୁଛ ତ ମୁଁ କ'ଣ କହିବା ପାଇଁ ଚାହୁଁଛି? ଆଉ ସେ ଯେଉଁ ରିଆକ୍ଟ କରିବେ ତୁମେ ଜାଣିପାରିବ ତାଙ୍କ ଲାଇଫରେ କିଏ ଅଛି ନା ନାହିଁ। ଆଉ ଏହିସବୁ କଲା ପରେ ସେ ତୁମ ପଛରେ ଛଟପଟ ହୋଇ ଆସିବେ, ଯାହାକି ତାଙ୍କ ଲାଇଫରେ କେହି ନଥାନ୍ତି। ଯଦି ତାଙ୍କ ଲାଇଫରେ ଆଉ କିଏ ଥିବ ସେ ତୁମଠୁ ଦୂରେଇ ଯିବେ। ତ ଏହି ତିନୋଟି ସଂକେତ ତୁମେ ଜାଣିପାରିବ, ଏହି ପରୀକ୍ଷା କରି ତୁମେ ଜାଣିପାରିବ ତୁମ ରିଲେସନସିପ୍ରେ କିମ୍ବା ଯାହାକୁ ଭଲ ପାଉଛ ତାଙ୍କ ଲାଇଫରେ କିଏ ଅଛି ନା ନାହିଁ। ତ ବୁଝିପାରିଥିବ। ତ ଯଦି ବୁଝିପାରିଛନ୍ତି ନିଶ୍ଚିତ ଭିଡ଼ିଓକୁ ଲାଇକ୍ କର, ସେୟାର କର, କମେଣ୍ଟ କର, ଆଉ କେଉଁ ଟପିକରେ ଭିଡ଼ିଓ ବନେଇବି ନିଶ୍ଚିତ କମେଣ୍ଟ କରିବ। ଥ୍ୟାଙ୍କ ୟୁ ସୋ ମଚ୍, ଲଭ୍ ୟୁ।